ଆମର ଶହୀଦ ରାଜକିଶୋର ମୁଣ୍ଡା ପରିବାରରେ ଆଜି ମୁଁ ଆସିଛି। ତାଙ୍କ ସହିତ କିଛି ଆଲୋଚନା କରିଛି, ତାଙ୍କ ଦୁଃଖରେ କିଛି ମୁଁ ସେୟାର କରିଛି, ଭାଗିଦାର ହେଇଛି। ତାଙ୍କୁ ଏବେ ମୁଁ 10,000 ସେ ଭଉଣୀଙ୍କର ଫୋନ୍ ପେରେ ଦେଇସାରିଛି 2ଟି ଝିଅର ପାଠ ପଢ଼ା ପାଇଁ। ତ ଆପଣଙ୍କ ସହିତ ମୋର ଘରୋଇ ସମ୍ପର୍କ ରହିଲା ଆଜିଠୁ। ତେଣୁ ଆପଣ କୁହନ୍ତୁ ଆଉ କ'ଣ ଅଛି ଭାଇ, କୁହନ୍ତୁ ଆଉ କ'ଣ ଦରକାର କୁହନ୍ତୁ। ସାର୍ ଯେଉଁ ଆମର ବିର୍ସା ମୁଣ୍ଡା ଶହୀଦ ହେଇଥିଲା ତାଙ୍କର ଷ୍ଟାଚ୍ୟୁ ବି ହେଇଛି। ତାପରେ ଏବେ ଯେଉଁ ଶହୀଦ ହେଇଛନ୍ତି ରାଜକିଶୋର ମୁଣ୍ଡା ତାଙ୍କର ଗୋଟେ ଷ୍ଟାଚ୍ୟୁ ହଉ। ଠିକ୍ ଅଛି, ମୁଁ କଥା ଦେଲି। ତେଣୁ ମୋ ତରଫରୁ ସେ ଗୋଟେ ଜାଗାରେ ବିର୍ସା ମୁଣ୍ଡାର ଷ୍ଟାଚ୍ୟୁ ବି ରଖାଯିବ ଏବଂ ରାଜକିଶୋର ମୁଣ୍ଡାର ମଧ୍ୟ ଷ୍ଟାଚ୍ୟୁ ରଖାଯିବ। ମୁଁ ସେ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବି। ଆଚ୍ଛା, ତେଣୁ ଏଇଟା ସାର୍ ସେ ସିଙ୍ଗଲ ହଉ, ଆପଣ ମୋତେ ଜାଗା ଦେଖିଲେ କରିଦେବା, ଯଥା ଶୀଘ୍ର କରିବା। ହଁ, ଜାଗା ତ ଦେଖେଇବେ। ତେଣୁ ଆମେ କରିବା ଆଗରୁ ଯଦି ସରକାର ଯଦି କିଛି କଟକଣା କରିବେ ତ ପଚରା ପଚରି ବୁଝାବୁଝି କରନ୍ତୁ। ନହେଲେ ମୁଁ ମୋ ନିଜସ୍ୱ ଫଣ୍ଡରୁ ମୁଁ ଆପଣଙ୍କୁ ଯଥାଶୀଘ୍ର ଖିଚିଂ କେସନାରୁ ଯେଉଁ ତାଙ୍କର ଯେଉଁ ମୂର୍ତ୍ତିର ଯେଉଁ ରାଜକିଶୋର ମୁଣ୍ଡା ଶହୀଦର ମୁଁ ଷ୍ଟାଚ୍ୟୁ କରିକି ମୁଁ ଦାନ କରିବି, ଇମିଡ଼ିଏଟ୍, ଲେଟ୍ କରିବି ନାହିଁ। ହଉ, ଠିକ୍ ଅଛି। ଆଉ ତେଣୁ ଆଜି ମୁଁ ଇତିହାସରେ ପଢ଼ିଛି, ସେଦିନ ବିର୍ସା ମୁଣ୍ଡା ଦେଶ ପାଇଁ ଶହୀଦ ହେଇଥିଲେ, ଯିଏକି ନିଜର କହିଥିଲେ ମୋତେ ମୋ ଜଙ୍ଗଲ ମୋ ଧର୍ମ ମୋ ମା।